ବ୍ରସ୍ ବ୍ରସ୍ କରିସାରିଲା ପରେ ଭୋକ ତ ନିହାତି ଲାଗିବ। ସକାଳର ଟିଫିନରେ ଆମେ ପୁରୀ ଭଜା ବଞ୍ଚିଥିଲା ତାକୁ ଖାଇ ଦେଇଥିଲୁ। ନନା ଆଉ ସିଏ ଖାଇ ଦେଇଥିଲେ ବିସ୍କୁଟକୁ ଚା। ତାଙ୍କର ସେଇଥିରେ କାମ ଚଳିଯାଇଥିଲା। ଭଜାକୁ ଏମିତି କରିକି ବନେଇକି ନେଇକି ଆସିଲେ 3 ଦିନ ପର୍ଯ୍ୟନ୍ତ ଆପଣ ଯୁଆଡ଼େ ବି ଯାଇପାରିବେ ନେଇପାରିବେ, ଜମାରୁ ବି ନଷ୍ଟ ହେବନି। ତାପରେ ବ୍ୟାଗ୍ ପ୍ୟାକିଂ ସବୁ ହେଇଥିଲା। ଆମେ ପା ଓହ୍ଲେଇବା ଟାଇମ୍ ହେଇଯାଇଥିଲା। ଟ୍ରେନ୍ ଯେତେବେଳେ ଷ୍ଟେସନରେ ଲାଗିଥିଲା ଖୁସିବାସି ହେଇ ସମସ୍ତେ ଓହ୍ଲେଇକି ବ୍ୟାଗ୍କୁ ଟାଣି ଟାଣି ଧରି ଷ୍ଟେସନ ବାହାରକୁ ଚାଲିଥିଲୁ, କାରଣ ସେଠୁ ଆମକୁ ଆଉ ଘରକୁ ଯିବାର ଥିଲା। ସେଠି ଯେତେବେଳେ ପହଞ୍ଚିଗଲୁ ନାନୀ ଆମର ଆସିକି ପହଞ୍ଚିଗଲେ। ଆମେ ପା ନାନୀଙ୍କ ଘରକୁ ଆସିଛୁ। ତ ସେଠି ତାଙ୍କୁ ଅଟୋବାଲା ମାନେ ଏମିତି ଘେରିଗଲେ, ଆମେ ଦେଖିକି ବହୁତ ଜୋରରେ ହସିଥିଲୁ। ପୁରା ଡିଟୋ ଓଡ଼ିଶା ପରିକା। ସିଏ କହୁଛି ମୁଁ ଯିବି ଛାଡ଼ିବାକୁ, ଇଏ କହୁଛି ମୁଁ ଯିବି ଛାଡ଼ିବାକୁ। ତାପରେ ଅଟୋରେ ବସି ଘରକୁ ଆସିଥିଲୁ। ଯେମିତି ଘର ଦୁଆର ମୁହଁରେ ପହଞ୍ଚିଛୁ ସମସ୍ତେ ମନା କରିଦେଲେ, କହିଲେ କେହି ଭିତରକୁ ଆସନା, ସେଇଠି ଠିଆ ହୁଅ। ମୁଁ ଗୋଟେ ଛୋଟ ମଇଁଷିର ଛୁଆଟାକୁ ଦେଖିକି ବହୁତ ଗେଲ କରିଥିଲି। ତାପରେ ସାଙ୍ଗମାନେ ଏଠି ଏମିତି ସ୍ୱାଗତ ହେଇଥିଲା, ମୁଁ ଜୀବନରେ ପ୍ରଥମ ଥର କେଉଁ ଜାଗାକୁ ଆସିଥିଲି ଯେଉଁଠି ଏମିତି ସ୍ୱାଗତ ହେଇଥିଲା। ଆପଣମାନେ ଆଗକୁ ଭିଡ଼ିଓରେ ସବୁ ଜାଣିପାରିବେ। ରହୁଛି।